ସୁପ୍ରଭାତ ପିଲାମାନେ। ଦେଖ, କାଲି ତ ରେଜଲ୍ଟ ବାହାରିଗଲା। ବହୁତ ପିଲାମାନେ ପଚାରିଥିଲେ କି ସାର୍ ଆପଣଙ୍କ ସହିତ ଲାଗିଥିବା ଯେଉଁ ଲୋକମାନେ ସବୁ ଲାଗିଥିଲେ ସେମାନଙ୍କ ପିଲାମାନେ ଅଧିକ ରଖିଲେ ନା ଆପଣଙ୍କ ପିଲାମାନେ ଅଧିକ ରଖିଲେ। ଯେଉଁମାନେ ମୋ ସହିତ ଲାଗୁଥିଲେ, ଯଦି ମୁଁ ସିରିଏଲ୍ କରି ଯିବି ମାର୍କକୁ, ତାହେଲେ ସେମାନେ ବୋଧେ 17 ନମ୍ବର ତଳେ ରହିବେ। ମୋର 23 ଜଣ ପିଲା ଥିଲେ, 2ଟି ପିଲା ମୋର ଫାର୍ଷ୍ଟ ଡିଭିଜନ୍ ପାଇଛନ୍ତି, 13-14ଟି ପିଲା ସେକେଣ୍ଡ କ୍ଲାସ୍ ପାଇଛନ୍ତି, ଆଉ ବାକି ପିଲା 6-7ଟି ପିଲା ଆମର ଥାର୍ଡ଼ ଡିଭିଜନ୍ ପାଇଛନ୍ତି, ଆଉ 250 ତଳକୁ କିଛି ପିଲା ଅଛନ୍ତି। କିନ୍ତୁ ଦୁଃଖର ବିଷୟ, ମୋତେ ଏଠି 400 ଟଙ୍କା ଦେବା ପାଇଁ କଷ୍ଟ କରୁଥିବା ପିଲାମାନେ, ମାନେ 2000, 700-800 ଟଙ୍କା ଦେଇକି ପାଠ ପଢ଼ୁଥିବା ପିଲାମାନେ, ମାନେ 250 ମାର୍କ ଉପରକୁ ଯାଇନାହାନ୍ତି। କିନ୍ତୁ ସେମାନଙ୍କର ଭଲ ମାର୍କ, କିନ୍ତୁ ମୋ ପିଲାମାନେ ସେମାନଙ୍କ ଠାରୁ 100-150 ମାର୍କ ଅଧିକ ରଖି ମଧ୍ୟ ମୋର ଖରାପ ମାର୍କ। କିନ୍ତୁ ଆଜି ମୁଁ ଏତିକି ଖୁସି, ସେମାନେ ଯେଉଁ ଗର୍ବ ଅହଙ୍କାର କରୁଥିଲେ, ସେ ଗର୍ବ ଅହଙ୍କାର ଭାଙ୍ଗି ଯାଇଛି। ଭଗବାନ ଉପରେ ବଡ଼ ଲୋକ। ବିଶେଷ କରି ମୋର ଯେଉଁ ପିଲାମାନେ ଫେଲ୍ ହେବା ପିଲାମାନେ ପାସ୍ କରିଛନ୍ତି, ସେଇଟା ବଡ଼ କଥା। ଆଉ କିଛି ଗାର୍ଡ଼ିଆନ୍ ମାନେ ଅଛନ୍ତି ମୋରି ପାଖରେ ପଢ଼େଇଲା ବେଳେ ଖାଲି କହୁଥିଲେ କି ଆମ ପିଲା ପାସ୍ କରିଗଲେ ଚଳିବ। ଏବେ ତ ତାଙ୍କ ପିଲା ପାସ୍ କରିଯାଇଛନ୍ତି, କିନ୍ତୁ ଏବେ ତାଙ୍କର ଭଲ ଟ୍ୟାଲେଣ୍ଟେଡ଼ ପିଲା ଆଉ ଫାର୍ଷ୍ଟ କ୍ଲାସ୍ ପାଇଥାନ୍ତେ, ସେଇଟା ଭାବୁଛନ୍ତି।